ଦଶମ ଆଉ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ବାହାରିଛି। ତ ଗୋଟେ ଛୋଟ ମେସେଜଟେ ଦେବି, ଯେଉଁମାନେ ତୁମେ ବହୁତ କମ୍ ନମ୍ବର ରଖିଛ ବୋଲି ଭାବୁଛ ଏବଂ ବହୁତ କମ୍ ପରସେଣ୍ଟ ରଖିଛ ବୋଲି ଭାବିକି ମନ ଦୁଃଖ କରୁଛ, ସେମାନଙ୍କ ପାଇଁ ବି ମେସେଜଟି। ଏବଂ ଯେଉଁମାନେ ବହୁତ ଅଧିକ ନମ୍ବର ରଖିଛ ବୋଲି ଭାବିକି ଖୁସି ହେଉଛ ଏବଂ ଏକ୍ସାଇଟେଡ଼୍ ଅଛ, ସେମାନଙ୍କ ପାଇଁ ବି ଏଇ ଛୋଟ ମେସେଜଟି କିଛି ନୁହଁ, କେବଳ ଗୋଟେ କଥା କହିବି। ବେଳେବେଳେ କ'ଣ ହୁଏ, ତୁମେ ଯେତେବେଳକୁ ସେଇ ଜୋନ୍ରେ ଥାଅ ରେଜଲ୍ଟ ବାହାରିବାର କିଛି ଦିନ ଭିତରେ, ଯେ ତୁମ ରେଜଲ୍ଟ ବହୁତ କମ୍ ହେଇଯାଇଛି, ତାହେଲେ କ'ଣ ହୁଏ, ତୁମମାନଙ୍କ ଭିତରେ ବହୁତ ପ୍ରେସର୍ ଥାଏ। ତୁମର ଯଦି ଏକ୍ସପେକ୍ଟେସନ୍ ଥିଲା, ଫ୍ୟାମିଲି ମେମ୍ବର ମାନେ ତୁମର ପରିବାର ଲୋକ ତୁମଠୁ ବହୁତ ଏକ୍ସପେକ୍ଟେସନ୍ ରଖିଥିଲେ। ଆଚ୍ଛା 90% ଏବେ ରଖିପାରିଥାନ୍ତା, କିନ୍ତୁ ଏତେ କମ୍ ପରସେଣ୍ଟ କେମିତି ରଖିଦେଲା, କ'ଣ ହେଲା, ପାଠ ପଢ଼ିଲା ନାହିଁ, ତୁମକୁ ବହୁତ କଥା ଶୁଣିବାକୁ ପଡ଼ୁଥିବ। ଆଉ ଏଇଟା ଶୁଣିବା ବି ସ୍ୱାଭାବିକ କଥା। ଏବଂ ଯଦି ତୁମେ ବହୁତ ଭଲ ମାର୍କ ବି ରଖିଦେଇଛ, ତାପରେ ତୁମ ଉପରେ ଆହୁରି ଏକ୍ସପେକ୍ଟେସନ୍ ପଳେଇ ଆସେ। ଆଚ୍ଛା ବହୁତ ଭଲ ମାର୍କ ରଖିଛି, ଏବେ ତ ସେ ସାଇନ୍ସ ଷ୍ଟ୍ରିମ୍ ନେଇକି ହିଁ ପଢ଼ିବ, IAS ହେବ, OS ହେବ, ଏହିପରି ବହୁତ ଏକ୍ସପେକ୍ଟେସନ୍ ବି ହେଇଯାଇଥାଏ। ଦୁଇ ଜଣ ଯାକ ମୁଁ କେବଳ ଗୋଟେ କଥା କହିବି, ଦେଖ, ଯେତେବେଳକୁ ମୁଁ ମୋର ଲାଇଫ୍ର ଏକ୍ସପିରିଏନ୍ସକୁ ନେଇକି କହୁଛି, ଲଙ୍ଗ୍ ରନ୍ରେ ତୁମର ପରସେଣ୍ଟେଜ୍ ମ୍ୟାଟର୍ କରେ ନାହିଁ, କିଛି ମାତ୍ରାରେ ମ୍ୟାଟର୍ କରେ। ଯେମିତିକି ଯଦି ତୁମେ ଗୋଟେ ଭଲ ପରସେଣ୍ଟ ରଖୁଛ, ତାହେଲେ ଏହାର ଅର୍ଥ କେବଳ ଗୋଟେ ଜିନିଷ, ଏବଂ ସେଇ ଅର୍ଥଟି ହେଉଛି ଯେ ତୁମେ ଗୋଟେ ମେହନତି ଲୋକ, ତୁମେ ମେହନତ କରିବା ଜାଣିଛ। କାରଣ 95% ରଖିବା, 92% ରଖିବା ସେଇ ପିଲାଟି ରଖିପାରେ ଯିଏକି କନସିଷ୍ଟାଣ୍ଟଲି କାମ କରେ, ଯିଏକି ପ୍ରତ୍ୟେକ ଦିନ ପଢ଼େ। ତା ପାଇଁ ଗୋଟେ ଟାର୍ଗେଟ୍, ପରୀକ୍ଷାର ଦୁଇ ଦିନ ପୂର୍ବରୁ ପଢ଼ିକି 90% ହେବାକୁ କେହି ରଖିନାହାନ୍ତି କି ରଖିପାରିବେ ନାହିଁ। ଯେଉଁମାନେ ବି କୁହନ୍ତି ସେମାନେ ବହୁତ ଭାଡ଼ୁଆ କଥାବାର୍ତ୍ତା କରନ୍ତି। ସେଥିପାଇଁ ଯିଏ 90% ହେବାକୁ ରଖୁଛି, ତା'ର ଅର୍ଥ ଏଇଆ ଯେ ସେ ପିଲାଟି ପ୍ରତ୍ୟେକ ଦିନ ପରିଶ୍ରମ କରିବା ଜାଣିଛି। ପ୍ରତ୍ୟେକ ଦିନ ତା'ର ଗୋଟେ ସେଡ୍ୟୁଲ୍ ଅଛି ଯେ ମୋତେ ଏତିକି ଘଣ୍ଟା ପଢ଼ିବାର ଅଛି, ସେଭଳିଆ କରିଛି। ସେ ବର୍ଷ ସାରା ଏମିତି ପରିଶ୍ରମ କରି ସେଥିପାଇଁ ସେ ଭଲ ନମ୍ବର ରଖିଲା। ତା'ର ଅର୍ଥ କେବଳ ଏଇଟା ଯେ ତୁମେ ଯଦି 90% ହେବାକୁ ରଖୁଛ, ତା'ର ଅର୍ଥ ଏଇଟା ତୁମେ କନସିଷ୍ଟାଣ୍ଟ କାମ କରୁଛ। ଏବଂ ଯଦି ତୁମେ ଟିକିଏ କମ୍ ରଖୁଛ, ତା'ର ଅର୍ଥ ଏଇଟା, ତା'ର ଅର୍ଥ କେବଳ ଏଇଟା ଯେ ତୁମେ ପଢ଼ିନ ଠିକ୍ସେ। ସେଇଟା ହେଲା ଗୋଟେ ଜିନିଷ। ଏହାର ଅର୍ଥ ଜମା ବି ନୁହଁ ଯେ ତୁମର IQ କମ୍, ଏ ପିଲାଟା ଗଧଟା, ସେ ପଢ଼ିପାରିବ ନାହିଁ, ସେ ତା ଲାଇଫ୍ରେ କିଛି କରିପାରିବ ନାହିଁ, କିଛି ନୁହଁ ଭାଇ। ଯେଉଁ ପିଲାଟା 30% ରଖୁଛି ଏବଂ ଯେଉଁ ପିଲାଟା 90% ରଖୁଛି, କେବଳ ଗୋଟେ ଜିନିଷ ଫରକ, ଏବଂ ସେଇ ଜିନିଷଟା ହେଲା ଯେଉଁ ପିଲାଟା 30% ରଖୁଛି ତାକୁ ଠିକ୍ ମାହୋଲ ମିଳିଲା ନାହିଁ, ସେଥିପାଇଁ ସିଏ 90% ରଖିପାରିଲା ନାହିଁ। କିନ୍ତୁ ଯେଉଁ ପିଲାଟା 90% ରଖୁଛି, ତାକୁ ଠିକ୍ ମାହୋଲ ରହିଲା, ତାକୁ ଘରେ ବି ଟିକେ ଗାଇଡ଼ କଲେ, ତାକୁ ପଢ଼ିବା ପାଇଁ ବି ଟିକେ ପ୍ରେସର୍ ହେଲା, ଆଉ ତାକୁ ଠିକ୍ ଟାଇମ୍ରେ ଠିକ୍ ଟ୍ୟୁସନ୍ ଗାଇଡ଼ ଟିଚର୍ ମିଳିଗଲା, ସେଥିପାଇଁ ସେ 90% ରଖିଦେଲା। ଏଥିରେ ଜମା ବି ନାହିଁ ଯେ ଯେଉଁ ପିଲାଟା 30% ରଖିଛି ସିଏ ଗଧଟା, ଆଉ ଯେଉଁ ପିଲାଟା 90% ରଖିଛି ସିଏ ତ ଭାଇ ପୁରା ପଣ୍ଡିତ, ସେ ଆଉ ଯେ 30% ରଖିଛି ସିଏ କିଛି କରିପାରିବ ନାହିଁ, ଜଷ୍ଟ ପାସ୍ ହେଇଛି, ସେ କ'ଣ କରିବ, ସେମିତି କିଛି ନାହିଁ। ସେଇଟା ଗୋଟେ ଜିନିଷ। ଏବଂ ଲଙ୍ଗ୍ ଟର୍ମରେ ସେଇ ପିଲା ବାଜି ମାରେ ଯିଏକି କନସିଷ୍ଟାଣ୍ଟ ଏଫର୍ଟ କରେ। ମୁଁ ପରସେଣ୍ଟେଜ୍ କେତେବେଳେ ବି ପଚାରେ ନାହିଁ ପିଲାମାନଙ୍କୁ, ତୁ କେତେ ପରସେଣ୍ଟ ରଖିଛୁ, ତୁ କେତେ ପରସେଣ୍ଟ ରଖିଛୁ। ମୁଁ କେବଳ ଗୋଟେ ଜିନିଷ ପଚାରେ, ଏବଂ ସେଇ ଜିନିଷଟା ହେଉଛି ଯେ ତୁମେ ପ୍ରତିଦିନ କାମ କରୁଛ କି ନାହିଁ, ପ୍ରତିଦିନ ମେହନତ କରୁଛ କି ନାହିଁ, ସେଇଟା ଇମ୍ପୋର୍ଟାଣ୍ଟ ଭାଇ। ସେଥିପାଇଁ ମାର୍କକୁ ନେଇକି ମାଇଣ୍ଡରେ ଏତେ ପ୍ରେସର୍ ହେବା ଛାଡ଼, ଯେ ମୋ ସାଙ୍ଗ କେତେ ରଖିଦେଲା ରି, ମୋ ସାଙ୍ଗ ଏତେ ପରସେଣ୍ଟ ରଖିଦେଲା, ମୋର ଏତେ କେମିତି କମ୍ ହେଇଗଲା, ତା ଘର ଲୋକ କ'ଣ କହୁଛନ୍ତି, ମୋ ଘରକୁ କ'ଣ କହିବେ, ଏସବୁ ସେଇ ସମୟରେ ହେଉଥିଲା। ତୁମର ଯଦି ବି ହେଉଛି ତାହେଲେ କିଛି ଚିନ୍ତା ହେବାର ନାହିଁ, ଏଇଟା ଏଜ୍ରେ ହୁଏ, ସେଇ ଟାଇମ୍ରେ ହୁଏ। ଗୋଟେ ଜିନିଷ ମନେ ରଖ, ଯଦି କମ୍ ପରସେଣ୍ଟ ରହିଛି ତାହେଲେ ଭାଙ୍ଗି ପଡ଼ିବା ଦରକାର ନାହିଁ, କାରଣ ତୁମେ ଟିକେ ପରିଶ୍ରମ କରିନ, ସେଥିପାଇଁ କମ୍ ରହିଗଲା। କିନ୍ତୁ ଆକୁ ଯଦି କରିଦେବ ତାହେଲେ ବହୁତ ଭଲ ହେଇଯିବ। ସବୁ କ୍ଷେତ୍ରରେ ଏଇଟା ହୁଏ ସମାନ। ସେଥିପାଇଁ ଯଦି କମ୍ ରଖିଛ ବି ଦୁଃଖ ହେବାର ନାହିଁ, ଏବଂ ଅଧିକ ରଖିଛ ବି ଯଦି ବେଶୀ ଖୁସି ହେବାର ନାହିଁ, କାରଣ ଯେ ଉପରକୁ ଯାଇଛି ସେ ତଳକୁ ବି ଆସିବା ପାଇଁ ବେଶୀ ସମୟ ଲାଗିବ ନାହିଁ। ସବୁବେଳେ ଗୋଟେ ଜିନିଷ ମନେ ରଖିବାର ଅଛି, କନସିଷ୍ଟାଣ୍ଟଲି ଭାବରେ ପ୍ରତ୍ୟେକ ଦିନ ଯଦି ତୁମେ ମେହନତ କରୁଥିବ, ତାହେଲେ ତୁମେ ଜଣେ ମେହନତି ଇନସାନ ହେବ ଏବଂ ବହୁତ ଭଲ ଆଗକୁ ବଢ଼ିବ। ଧନ୍ୟବାଦ।